ନମସ୍କାର ଦର୍ଶକ ବନ୍ଧୁ, ଆଜି ହେଉଛି ଅକ୍ଟୋବର ମାସ 18 ତାରିଖ ଶନିବାର। ଆଜି ମୁଁ ନେଇ ଆସିଛି ଦେଶ ବିଦେଶର 15ଟି ଗୁରୁତ୍ୱପୂର୍ଣ୍ଣ ଖବର। ଦୟାକରି ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖନ୍ତୁ। ଭଲ ଲାଗିଲେ ଲାଇକ୍, ସେୟାର ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦବାଇ ରଖନ୍ତୁ। ପୁଲିସ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ଗୁମର ଫିଟୁଛି। ଦୀଘାରେ ବି ତାମିଲ ନେଇଥାନ୍ତେ ଆଶାୟୀ। 110 ଆଶାୟୀଙ୍କ ପାଇଁ ହୋଟେଲ ବୁକ୍ ହୋଇଥିଲା। କଟକ ଆନ୍ଧ୍ରପ୍ରଦେଶର ବିଜୟନଗରମରେ ଯେ କେବଳ 114 ଜଣ ଆଶାୟୀ ପ୍ରାର୍ଥୀଙ୍କୁ ପ୍ରଶ୍ନପତ୍ର ଦିଆଯାଇଥାନ୍ତା ତାହା ନୁହେଁ, ସମାନ ଢଙ୍ଗରେ ପରୀକ୍ଷାର ପ୍ରଶ୍ନପତ୍ର ପାଇଥାନ୍ତେ ଅନ୍ୟ 110 ଜଣ ଆଶାୟୀ। ପଶ୍ଚିମବଙ୍ଗ ଦୀଘାରେ ଏଥିପାଇଁ ଦୀଘାରେ ସବୁ ବ୍ୟବସ୍ଥା ବି କରାଯାଇଥିଲା। ହୋଟେଲ ବୁକ୍ କରାଯିବା ସହ ପ୍ରଶ୍ନପତ୍ର ଦେଖାଇବାକୁ ଏକ ଟିମ୍ ପ୍ରସ୍ତୁତ ହୋଇ ରହିଥିଲା। ଏସବୁ ହୋଇଥାନ୍ତା ସେପ୍ଟେମ୍ବର ମାସ 30 ତାରିଖରେ। ମାତ୍ର ଏହାର ଠିକ୍ ଗୋଟିଏ ଦିନ ପୂର୍ବରୁ ସେପ୍ଟେମ୍ବର 29 ରାତିରେ ବିଜୟନଗରମରେ କେଳେଙ୍କାରୀର ପର୍ଦ୍ଦାଫାଶ ହୋଇଗଲା। ବସ୍ରେ ଯାଉଥିବା ବେଳେ ଆଶାୟୀ ପରୀକ୍ଷାର୍ଥୀ ଓ ଦଲାଲମାନେ ଧରା ପଡ଼ିଗଲେ। ସେଥିପାଇଁ ଦୀଘାକୁ ଆଉ କେହି ଆଶାୟୀ ପରୀକ୍ଷାର୍ଥୀ ଯାଇନଥିଲେ। ସ୍କୁଲ ଷ୍ଟଣ୍ଟ କରୁଥିଲେ, ନିଆଁ ଲାଗି ଛାତ୍ର ଗୁରୁତର। ପୁରୀ ଖାଇବା ଛୁଟିରେ ଦୁଇ ସାଙ୍ଗ ବିପଜ୍ଜନକ ଷ୍ଟଣ୍ଟ କରୁଥିଲେ। ଜଣେ ପାଟିରେ ପେଟ୍ରୋଲ ପୁରାଇ ଫିଙ୍ଗୁଥିବା ବେଳେ ଅନ୍ୟ ଜଣେ ଦିଆସିଲି ମାରୁଥିଲେ। ହଠାତ୍ ନିଆଁ ଧରିଦେବାରୁ ପେଟ୍ରୋଲ ଫିଙ୍ଗୁଥିବା ଛାତ୍ରଙ୍କ ମୁହଁରେ ପଡ଼ିଯାଇଛି। ଶୁକ୍ରବାର ଏମିତି ଏକ ଅଘଟଣ ଘଟିଛି ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଧୀନ ଜୁରିଆ ବାଙ୍କୁଳେଶ୍ୱର ବିଦ୍ୟାପୀଠରେ। ନିରନ୍ତର ବିକାଶର ଅପୂର୍ବ ଉଦାହରଣ। ବଞ୍ଚିଗଲା 65 ବର ଅଶ୍ୱତ୍ଥ ଗଛ। ଭୁବନେଶ୍ୱର ରାସ୍ତା ସମ୍ପ୍ରସାରଣରେ ଅବିଚାରିତ ଭାବେ ବଳି ପଡ଼ୁଥିଲା ପୁରୁଣା ବଡ଼ ବଡ଼ ବରଗଛ। ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବାକି ବରଗଛଗୁଡ଼ିକର ସୁରକ୍ଷା ପାଇଁ ପଦକ୍ଷେପ ନେଇଛନ୍ତି ସରକାର। ପରିବେଶରେ ବରଗଛ ମହତ୍ତ୍ୱକୁ ଅଗ୍ରାଧିକାର ଦେଇ ପ୍ରକଳ୍ପର ନକ୍ସାକୁ ବଦଳାଇ ଦେଇଛନ୍ତି। ଫଳରେ 65ରୁ ଅଧିକ ପୁରୁଣା ବର ଏବଂ ଅଶ୍ୱତ୍ଥ ଗଛ ବଞ୍ଚିଯାଇଛି। କଂଗ୍ରେସର ପ୍ରଚାର କରିବେ ରେବନ୍ତ, କହ୍ନେୟା ପାଇଲଟ। ଭୁବନେଶ୍ୱର ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ଜାରି କଲା 40 ଜଣିଆ ତାରକା ପ୍ରଚାରକ ତାଲିକା। ତେବେ ତାଲିକାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି, ଉପମୁଖ୍ୟମନ୍ତ୍ରୀ ମାଲ୍ଲୁ ଭଟ୍ଟି ବିକ୍ରମାଦିତ୍ୟ, ପିସିସି ସଭାପତି ଭକ୍ତଚରଣ ଦାସ, ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲାଲୁ, ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଯୁବ ଚେହେରା ସଚିନ ପାଇଲଟ ଓ ରାଷ୍ଟ୍ରୀୟ ଛାତ୍ର କଂଗ୍ରେସର ଉପଦେଷ୍ଟା କହ୍ନେୟା କୁମାର ପ୍ରମୁଖ ସ୍ଥାନ ପାଇଛନ୍ତି। ଫେବୃଆରୀ ତୃତୀୟ ସପ୍ତାହରୁ ଯୁକ୍ତ 2 ପରୀକ୍ଷା। ଯୁକ୍ତ 2 ପରୀକ୍ଷା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଗତ 14 ତାରିଖରେ ଇଣ୍ଟରନାଲ ଏବଂ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ସିଏଚ୍ଏସ୍ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇସାରିଛି। ଥିଓରି ପରୀକ୍ଷା ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇନଥିଲେ ହେଁ ଫେବୃଆରୀ ତୃତୀୟ ସପ୍ତାହରୁ ପରୀକ୍ଷା କରିବାକୁ ଯୋଜନା ପ୍ରସ୍ତୁତ କରିଛି ସିଏଚ୍ଏସ୍ଇ। ଡିସେମ୍ବର ମାସ ସୁଦ୍ଧା ଆଡମିଟ୍ କାର୍ଡ ପିଲାଙ୍କୁ ମିଳିବ। ରାଜ୍ୟରେ 1349ଟି ପରୀକ୍ଷା କେନ୍ଦ୍ର ହେବ। କପି ରୋକିବା ସହ ଶୃଙ୍ଖଳିତ ପରୀକ୍ଷା ପରିଚାଳନା ପାଇଁ କୃତ୍ରିମ ବୁଦ୍ଧିମତ୍ତା କ୍ୟାମେରା ଲାଗିବ। ଏନେଇ ଆଜି ସିଏଚ୍ଏସ୍ଇ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ କୁମାର ପରିଡ଼ା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। 15 ଲକ୍ଷର ବ୍ରାଉନ ସୁଗର ଜବତ। ବେପାରୀକୁ ଗୋଡ଼ାଇ ଧରିଲା ଅବକାରୀ ଟିମ୍। ଭୁବନେଶ୍ୱର ଅବକାରୀ ଟିମ୍ ଆଜି ସିଆର୍ପି ଛକରେ ଚଢ଼ଉ କରି 15 ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗର ଜବତ କରିବା ସହ ଜଣେ ବେପାରୀକୁ ଗିରଫ କରିଛନ୍ତି। ଗିରଫ ବେପାରୀ ହେଲେ ଓଲ୍ଡ ଟାଉନ ବଡ଼ଦାଣ୍ଡ ସାହିର ଦିଲ୍ଲୀପ କୁମାର ବେହେରା। ଦିଲ୍ଲୀପଙ୍କଠାରୁ ବ୍ରାଉନ ସୁଗାର ସହ ଏକ ବାଇକ୍ ଜବତ ହୋଇଛି। ଓଭରବ୍ରିଜରେ ଓଲଟିଲା କାର, 2 ଗୁରୁତର। ଭୁବନେଶ୍ୱର ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ଆଚାର୍ଯ୍ୟ ବିହାର ଓଭରବ୍ରିଜ ଉପରେ ଏକ ଦ୍ରୁତଗାମୀ କାର ଓଲଟି ପଡ଼ିଛି। ଏଥିରେ ଡ୍ରାଇଭର ସମେତ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଶହୀଦନଗର ଥାନା ପୁଲିସ ଉଭୟଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି। 3 ମାସରେ ପୂରଣ ହେବ କୁଳପତି ପଦ। ରାଜ୍ୟପାଳ
ଭୁବନେଶ୍ୱର ଆସନ୍ତା 2ରୁ 3 ମାସ ମଧ୍ୟରେ ବିଶ୍ୱବିଦ୍ୟାଳୟରେ ଖାଲି ପଡ଼ିଥିବା କୁଳପତି ପଦବୀ ପୂରଣ ହେବ। ଏଥିପାଇଁ ସଂଶୋଧିତ ଆଇନ ଅନୁସାରେ ଚୟନ କମିଟି ଗଠନ ସରିଛି। ଏହାଛଡ଼ା ବିଶ୍ୱବିଦ୍ୟାଳୟରେ ଖାଲି ପଡ଼ିଥିବା ଶିକ୍ଷକ ପଦଗୁଡ଼ିକ ମଧ୍ୟରେ ଅଗ୍ରାଧିକାର ଭିତ୍ତିରେ ପୂରଣ ହେବ। ଏ ସୂଚନା ଦେଇଛନ୍ତି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ପମପାଟି। କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା। ଭୁବନେଶ୍ୱର ରାଜ୍ୟରେ ବର୍ତ୍ତମାନ ବଡ଼ ବର୍ଷା ସମ୍ଭାବନା ନାହିଁ। ତଥାପି ଆସନ୍ତା 2 ଦିନ ରାଜ୍ୟର ଅଳ୍ପ କେତେକ ସ୍ଥାନରେ ଘଡ଼ଘଡ଼ି ସହ ହାଲୁକା ମଧ୍ୟମ ଧରଣର ବର୍ଷା ହୋଇପାରେ। ବିଶେଷ କରି ଦକ୍ଷିଣ ଓଡ଼ିଶାର ସ୍ଥାନେ ସ୍ଥାନେ ଅସରାଏ ବଡ଼ ବର୍ଷା ହେବା ସମ୍ଭାବନା ରହିଛି। ରବିବାର କୋରାପୁଟ ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହେବ। ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ ରବିବାର ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରିର ଅଳ୍ପ କେତେକ ଜାଗାରେ ବର୍ଷା ହୋଇପାରେ। ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନ ସହ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ ଓ ବୌଦ୍ଧର ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି। ପୁଣି ଆଇସିୟୁକୁ ଗଲେ ଅଭିଜିତ ମଜୁମଦାର। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ବିଗିଡ଼ିଛି। ସେ କୋମାରେ ଥିବାବେଳେ ଗତ 24 ଘଣ୍ଟା ହେବ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ଆସୁନି, ବରଂ ଆହୁରି ସଙ୍କଟାପନ୍ନ ହେବାରେ ଲାଗିଛି। ଶନିବାର ସକାଳେ ତାଙ୍କୁ ପୁଣି ଥରେ ଆଇସିୟୁକୁ ସ୍ଥାନାନ୍ତରଣ କରାଯାଇ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି ବୋଲି ଏମ୍ସ ପକ୍ଷରୁ ଜାରି ମେଡିକାଲ ବୁଲେଟିନରେ ସୂଚନା ଦିଆଯାଇଛି। 2ଟି ପ୍ରକଳ୍ପ ନେଇ ଓଡ଼ିଶା ଛତିଶଗଡ଼ର ସହମତି। ମହାନଦୀ ଜଳ ବିବାଦର ଆପୋଷ ସମାଧାନ ରାସ୍ତା ଫିଟୁଛି। ଓଡ଼ିଶାରେ ବିଜେପି ସରକାର ଆସିବା ପରେ ପ୍ରଥମ ଥର ପାଇଁ ମହାନଦୀ ଜଳ ବିବାଦର ଆପୋଷ ସମାଧାନ ଲାଗି ରାଜ୍ୟ ଏବଂ ଛତିଶଗଡ଼ ମଧ୍ୟରେ କଥାବାର୍ତ୍ତା ଅଗ୍ରଗତି ଘଟିଛି। ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଶନିବାର ଅନୁଷ୍ଠିତ ଶୁଣାଣି ସମୟରେ ଓଡ଼ିଶା ସରକାରଙ୍କ ଏଜି ପୀତାମ୍ବର ଆଚାର୍ଯ୍ୟ ଏହା କହିଛନ୍ତି। ସେ କହିଛନ୍ତି, ଏହି ବିବାଦ ଆପୋଷ ସମାଧାନ ଲାଗି ଗଠିତ ଉଭୟ ରାଜ୍ୟର ଯୁଗ୍ମ ବୈଷୟିକ ଟିମ୍, ଓଡ଼ିଶାର ତେଲ ସବ୍ ବେସିନ୍ ଏବଂ ଛତିଶଗଡ଼ର ସବ୍-ଇରିଗେସନ୍ ବେସିନ୍ 1983 ଚୁକ୍ତିନାମା ଅନୁଯାୟୀ ଦୁଇଟି ପ୍ରକଳ୍ପ ନିର୍ମାଣ କରିବା ଲାଗି ସହମତି ପ୍ରଦାନ କରିଛନ୍ତି। ପ୍ରଥମ ଥର ପାଇଁ ଦୁଇ ରାଜ୍ୟଙ୍କ ମଧ୍ୟରେ ଏଭଳି ଅଗ୍ରଗତି ଘଟିଛି। ଏହାଦ୍ୱାରା ବହୁ ବର୍ଷ ଧରି ଲାଗି ରହିଥିବା ମହାନଦୀ ଜଳ ବିବାଦ ସମାଧାନର ରାସ୍ତା ସୁଗମ ହୋଇଛି ବୋଲି ସେ ଦର୍ଶାଇଛନ୍ତି। ବନ୍ୟଜନ୍ତୁ ଆକ୍ରମଣରେ ମଲେଣି 1395 ଜଣ। ରାଜ୍ୟରେ ବନ୍ୟପ୍ରାଣୀ ମଣିଷ ଲଢ଼େଇ ସଂଖ୍ୟା ବଢ଼ିବାରେ ଲାଗିଛି। କେତେବେଳେ ହାତୀ ପାଦ ତଳେ ତ ଆଉ କେତେବେଳେ ବରହା ଭାଲୁ କବଳରେ ଆସି ପ୍ରାଣ ହରାଉଛନ୍ତି ମଣିଷ। ଗତ 10 ବର୍ଷରେ ବନ୍ୟପ୍ରାଣୀଙ୍କ ଆକ୍ରମଣ 1395 ଜଣଙ୍କ ଜୀବନ ଯାଇଛି। ସେଥିରେ କେବଳ ହାତୀଜନିତ ମୃତ୍ୟୁ ସଂଖ୍ୟା ହେଉଛି 1157। ଅବଶିଷ୍ଟ 238 ଜଣ ଜୀବନ ଅନ୍ୟ ଜଙ୍ଗଲୀ ପ୍ରାଣ ନେଇଛନ୍ତି। ନିକଟରେ ପ୍ରକାଶିତ ଜଙ୍ଗଲ ବିଭାଗ ବାର୍ଷିକ ରିପୋର୍ଟରୁ ଏହି ତଥ୍ୟ ମିଳିଛି। ବିହାର ନିର୍ବାଚନ, କଂଗ୍ରେସ ଆରଜେଡି ଭାଗ ଛିଣ୍ଡୁନି, ଆଜି ପ୍ରାର୍ଥୀ ଘୋଷଣା କରିବ ଏନଡିଏ। ମହାମେଣ୍ଟରେ ଆସନ ବୁଝାମଣା ପ୍ରକ୍ରିୟା ଜାରି ରହିଥିବା ଭିତରେ 5ଟି ଆସନକୁ ନେଇ ଦୁଇ ପ୍ରମୁଖ ସହଯୋଗୀ ଦଳ କଂଗ୍ରେସ ଏବଂ ଆରଜେଡି ଭିତରେ ବିବାଦ ଦେଖିବାକୁ ମିଳିଛି। ଏହି ଆସନଗୁଡ଼ିକ ହେଲା ବୈଶୀ, ବାହାଦୁରଗଞ୍ଜ, ରାଣୀଗଞ୍ଜ, ଖଇଗାଁଓ ଏବଂ ସହରସା। ଉଭୟ ଦଳ ଭିତରେ ଏହି ଆସନକୁ ନେଇ ସହମତି ପ୍ରକାଶ ପାଇନାହିଁ। ଗତ 2020 ବିଧାନସଭା ନିର୍ବାଚନ ବେଳେ କଂଗ୍ରେସ ଖଇଗାଁଓ ଏବଂ ବାହାଦୁରଗଞ୍ଜ ଆସନରେ ଏବଂ ଆରଜେଡି ବୈଶୀ, ସହରସା ଏବଂ ରାଣୀଗଞ୍ଜ ଆସନରେ ଲଢ଼ିଥିଲା, କିନ୍ତୁ ଉଭୟ ଦଳ କୌଣସି ଆସନରେ ଜିତିପାରି ନଥିଲେ। କଂଗ୍ରେସ ନିଜ କୋଟାରୁ 2ଟି ଆସନ ସହଯୋଗୀ ଆଇଆଇପିକୁ ଦେଇଛି। ଚୀନ ଉପରେ ଟାରିଫ୍ ମାଡ଼, ଭାରତୀୟ ରପ୍ତାନିକାରୀଙ୍କୁ ମିଳିବ ଫାଇଦା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ ଉପରେ 100% ଟାରିଫ୍ ଲଗାଇଛନ୍ତି। ଉଭୟ ଦେଶ ମଧ୍ୟରେ ତୀବ୍ର ହୋଇଥିବା ବାଣିଜ୍ୟ ଯୁଦ୍ଧ ଭାରତୀୟ ରପ୍ତାନିକାରୀଙ୍କୁ ଲାଭ ଦେବ ବୋଲି କୁହାଯାଉଛି। ଏହାଦ୍ୱାରା ଭାରତୀୟ ରପ୍ତାନିକାରୀ ଆମେରିକା ବଜାରରେ ନିଜ
ଉପସ୍ଥିତି ବଢ଼ାଇ ପାରିବେ ବୋଲି ସେ କହିଛନ୍ତି ବିଶେଷଜ୍ଞ। ବାଡ଼ିରେ ବାଡ଼େଇ ଟ୍ରେନ୍ ଯାତ୍ରୀଙ୍କଠାରୁ ଲୁଟ୍ ଘଟଣା, ଲୁଟେରାଙ୍କୁ ଧରାଇବା ଥିବା ଯୁବକଙ୍କୁ ଧମକ। ଟ୍ରେନ୍ ଯାତ୍ରୀମାନଙ୍କଠାରୁ ନୂଆ ତରିକାରେ ଲୁଟ୍ କରୁଥିବା ଦୁର୍ବୃତ୍ତମାନଙ୍କୁ ଧରାଇବାରେ ସହଯୋଗ କରୁଥିବା ସ୍ଥାନୀୟ ଜଣେ ଯୁବକଙ୍କୁ ସମ୍ପୃକ୍ତ ଲୁଟେରାମାନେ ଧମକ ଦେଇଛନ୍ତି। ଦୁର୍ବୃତ୍ତମାନେ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ସ୍ଥାନୀୟ ରାଜାବଜାର ଅଞ୍ଚଳର ସୌରଭ ଜଟଣୀ ଥାନାରେ ଲିଖିତ ଅଭିଯୋଗ କରିବା ସହ ସୁରକ୍ଷା ଲୋଡ଼ିଛନ୍ତି। ଦୁର୍ବୃତ୍ତମାନେ ନୂଆ ତରିକାରେ କିପରି ଯାତ୍ରୀଙ୍କଠାରୁ ଲୁଟ୍ କରୁଛନ୍ତି, ଏନେଇ ଶୁକ୍ରବାର ପ୍ରମେୟରେ ପ୍ରସ୍ତୁତ ଭାବେ ଖବର ପ୍ରକାଶ ପାଇଥିଲା। ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନରୁ ପ୍ରାୟ 500 ମିଟର ଦୂର ରେତଙ୍ଗ କଲୋନୀ ରାସ୍ତାରେ ଦୁର୍ଗା ମାର୍କେଟରୁ ମା ସନ୍ତୋଷୀ ମନ୍ଦିର। ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖିଥିବାରୁ ଧନ୍ୟବାଦ।